ଯେକୌଣସି ଗୋଟେ ବ୍ରାଉଜର ଓପନ୍ କରିବେ, ଓପନ୍ କଲା ପରେ ସେଠି ଲେଖିବେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ହେଲା। ତ ଲେଖିଲା ପରେ ଦେଖିବେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ଆସିଗଲା। ଆସିଲା ପରେ ତାକୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏମିତି ଗୋଟେ ପେଜ୍ ଓପନ୍ ହେବ, ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ସ୍କିମ୍। ଦେଖନ୍ତୁ ରାଇଟ୍ ସାଇଡ଼୍ ପୁରା ଉପରେ ଅଛି। ତ ଲଗଇନ୍ ସେଠି ଷ୍ଟୁଡେଣ୍ଟ ଲଗଇନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ନିଜର ଆଧାର କାର୍ଡ଼ଟା ଦେବେ, ଆଧାର କାର୍ଡ଼ ନମ୍ବରଟା, ତାପରେ ଯାହା ପାସୱାର୍ଡ଼ ରଖିଛନ୍ତି ସେ ପାସୱାର୍ଡ଼ଟାକୁ ଦେବେ। ପାସୱାର୍ଡ଼ଟା ଆପଣ ଲେଖିଦେବେ ସେଠି। ଲେଖିବା ପରେ ଦେଖନ୍ତୁ ମୁଁ ପାସୱାର୍ଡ଼ଟା ବର୍ତ୍ତମାନ ଟାଇପ୍ କରୁଛି। ତାପରେ ତଳେ ଦେଖୁଥିବେ ଗୋଟେ ତ ଅଛି 4x2, ସେ ମାର୍କଟାକୁ ଏଠି ଲେଖିଦେବେ ଏଇଠି। ତାପରେ ସାଇନ୍ ଇନ୍ କ୍ଲିକ୍ କରିବେ। ସାଇନ୍ ଇନ୍ କ୍ଲିକ୍ କଲା ପରେ ଆପଣଙ୍କୁ ଆଉ ଗୋଟେ ପେଜ୍ ଏମିତି ଓପନ୍ ହେବ। ତାପରେ ଆପ୍ଲାଏ ସ୍କଲାରସିପ୍ରେ କ୍ଲିକ୍ କରିବେ। 2024-25 ଯେଉଁ ପିଲା ନୂଆ କରୁଛନ୍ତି ସେମାନେ ସବୁ ଫିଲ୍ଅପ୍ କରିବେ। ଯେଉଁମାନଙ୍କ ରିନ୍ୟୁଆଲ୍ ହେବ ତାଙ୍କ ପାଇଁ ଟିକେ ଅଲଗା, ଏରା ସବୁ ଫିଲ୍ଅପ୍ ହେଇକି ଥିବ। ଦେଖନ୍ତୁ SC/ST ୱେଲଫେୟାର ଏଠି ଅଛି ଉପରେ। ତାପରେ ଦେଖନ୍ତୁ ଯାହା ଦେଇଛି ଏଠି ଫଟୋଟାକୁ ବି ଆପଣ ତ ଅପଲୋଡ଼ କରିବେ, ନିଜର ଫଟୋଟା ଅପଲୋଡ଼ କରିଦେବେ। ଫଟୋଟା ଦେଖ ଅପଲୋଡ଼ ହେଇଗଲା। ହେଲା ପରେ ତ ଏଇଟା ଆପଣ କେଉଁଠିକି ନ ଯାଇକି ବି ନିଜେ ଆପଣଙ୍କ ମୋବାଇଲରେ ବସିକି ଘରେ ବସିକି କରିପାରିବେ। ଆଧାରଟା ଏଠି ଟିକେ ଭେରିଫାଏ କରିଦେବେ। ଭେରିଫାଏ ଆଧାର କଲା ପରେ ଏମିତି ଗୋଟେ ତ OTP ଯିବ। ଏଠି OTPଟା ଆପଣଙ୍କର ଦେବେ। OTPଟା ଟିକେ ଆସିବାରେ ଲେଟ୍ ହେଉଛି। ଦେଖନ୍ତୁ ମୁଁ ଯେମିତି କରୁଛି ଆପଣ ସେଇମିତି ଠିକ୍ ପୁରା ପ୍ରୋସେସ୍ ଆପଣଙ୍କ ନିଜ ମୋବାଇଲରେ ବି ବସିକି କରିପାରିବେ, ଘରେ ବସିକି। ଆଧାର ଭେରିଫାଏ ସକ୍ସେସଫୁଲ୍ ହେଇଗଲା। ତାପରେ ଦେଖନ୍ତୁ ତ ଆପଣଙ୍କ ସବୁ ଆଧାର ଅନୁସାରେ ପଳେଇ ଆସିଲା। ତାପରେ ଏଠି ଫାଦର, ଏଠି ଯେଉଁ ଫାଷ୍ଟ ସିଲେକ୍ସନ୍ ଅଛି ଏଠି ଦେଖନ୍ତୁ ଫାଦର କ'ଣ କରନ୍ତି କି ମଦର କ'ଣ କରନ୍ତି ସେଇଟାକୁ ଆପଣ ଏଠି ଫିଲ୍ଅପ୍ କରିବେ। ତାପରେ ମଝିରେ ଏମିତି ଗୋଟେ ଆପଣଙ୍କୁ ପେଜ୍ ଆସିବ, ଏଠି କ୍ଲିକ୍ କରିକି ଏଇଟା ସବମିଟ୍ କରିବେ, ଆକ୍ସେପ୍ଟ କରିଦେବେ। ଏଇଟା ଦେଖିପାରୁଥିବେ ଏଇ ପେଜ୍ଟା ଆସିବ ଭାରି ମଝିରେ। ଏଇଟାକୁ ଠିକ୍ କରିବେ। ଠିକ୍ କରିକି ଏଇଟାକୁ ସବମିଟ୍ କରିବେ। ଦେଖନ୍ତୁ ଏଇଟା ଆସିଲା ଭାରି, ଉପରଟା ଆସିବ ଫାଦରଙ୍କର, ତଳଟା ଆସିଯାଉଛି ମଦରଙ୍କର। ତାପରେ ତଳକୁ ଆସନ୍ତୁ, ଆଡ୍ରେସ୍ ଇନଫର୍ମେସନ୍ ଦେଖୁଛନ୍ତି। ତାପରେ ଏଇଟା ଦେଖିପାରୁଥିବେ ଆପଣଙ୍କର ଯେଉଁ NFS ଆମର ଅଛି, ଯେଉଁ କ'ଣ ଚାଉଳ କାର୍ଡ଼ ଯେଉଁଟା କହନ୍ତି, ସେ ଚାଉଳ କାର୍ଡ଼ଟା ଦେଖି ଚାହିଁଲେ ବି ଆପଣ ଦେଖିପାରିବେ। ଆପଣଙ୍କ ନମ୍ବରଟା ବି ପଳେଇ ଆସିବ ଏଠି। ତାପରେ ଦେଖନ୍ତୁ ଏଠି ଆପଣଙ୍କର ଆଡ୍ରେସ୍ଟା ଫିଲ୍ଅପ୍ କରିବେ। ଆଡ୍ରେସ୍ ଇନଫର୍ମେସନ୍ ସବୁ ଠିକ୍ରେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ନେକ୍ସଟକୁ କ୍ଲିକ୍ କରିବେ। ନେକ୍ସଟଟା କ୍ଲିକ୍ କଲା ପରେ ଆପଣ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କର ଇନଫର୍ମେସନ୍ଟା ସକ୍ସେସଫୁଲ୍ ହେଇଛି। ତାପରେ ଏକାଡେମିକ୍ ଇନଫର୍ମେସନ୍ ଆସିବ। ଫାଷ୍ଟ କ'ଣ କରିବେ ଦେଖନ୍ତୁ, ଆପଣଙ୍କର ବୋର୍ଡ଼ ମାନେ ଦଶମ ସିଲେକ୍ଟ କଲେ। ତାପରେ କ'ଣ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ BSc ଓଡ଼ିଶା। ତାପରେ ସିଲେକ୍ଟ କରିବେ ପାସିଂ ଇୟର୍, ଆପଣଙ୍କ ପାସିଂ ଇୟର୍ଟା ସିଲେକ୍ଟ କରିବେ। ଯେଉଁ ଇୟର୍ରେ ପାସ୍ କରିଛନ୍ତି ସେଇ ଇୟର୍ଟା ସାର୍ଟିଫିକେଟ୍ ଥିବ, ତ ସେଇଟାକୁ ଫିଲ୍ଅପ୍ କରିବେ। ତାପରେ ରୋଲ୍ ନମ୍ବର, ଆପଣଙ୍କ ରୋଲ୍ ନମ୍ବରଟା ଏଠି ଲେଖିବେ। 10th ସାର୍ଟିଫିକେଟ୍ର ଯେଉଁ ରୋଲ୍ ନମ୍ବରଟା ଅଛି ସେଇଟା ଲେଖିବେ। ତ ରୋଲ୍ ନମ୍ବରଟା ଲେଖି ସାରିଲା ପରେ ଆପଣଙ୍କ ସାଇଡ଼୍ରେ ଅଛି କ'ଣ ଟୋଟାଲ୍ ମାର୍କ। ଟୋଟାଲ୍ ମାର୍କ ଆପଣଙ୍କ 6 ଥିବ, ସେ ଅଟୋମେଟିକ୍ ବି ପଳେଇ ଆସିବ। କେତେ ପରସେଣ୍ଟ ଅଛି ସେଇଟା ପଳେଇ ଆସିଲା ଏଇଠି। ତାପରେ ଦେଖନ୍ତୁ ଏପଟେ ସାଇଡ଼୍ରେ ଅଛି ବ୍ରାଉଜର। ଆପଣଙ୍କ ଯେଉଁ 10th ସାର୍ଟିଫିକେଟ୍ଟା, ସେ ସାର୍ଟିଫିକେଟ୍ଟାକୁ ଏଠି ଅପଲୋଡ଼ କରିବେ। ଆଉ ଯେତେବେଳେ ଅପଲୋଡ଼ କରିବେ ମନେ ରଖିଥିବେ PDF ଫାଇଲ୍ କରିଥିବେ, ଆଉ ପ୍ଲସ୍ ସେଇଟା 1 MBରୁ କମ୍ ହେଇଥିବା ଦରକାର ହେଲା। ତାପରେ ଦେଖନ୍ତୁ ଏଠି ଯେଉଁ ଏଇ ଅପସନ୍ଟା ସେକେଣ୍ଡ ଅପସନ୍ ଅଛି, ଯଦି ଆପଣ +2 ତାହେଲେ ଦେଖନ୍ତୁ ସବୁ ଏଠି ଫିଲ୍ଅପ୍ କରିଦେବେ। କଲା ପରେ ଡିଟେଲ୍ସ ଏକ୍ଜାମ୍ ପାସ୍ଡ ହେଲା। ଦେଖ +2 ଫାର୍ଷ୍ଟ ଇୟର୍ ଏଠି ମାନେ ଲାଷ୍ଟରେ ଦେଖୁଛନ୍ତି +2 ଫାର୍ଷ୍ଟ ଇୟର୍, ପାସିଂ ଇୟର୍ ହେଉଛି 2024। ଟୋଟାଲ୍ ମାର୍କ ଏଇଟା ଲେଖିବାକୁ ପଡ଼ିବ।
ତ ସେଇଟା ମାନେ ମାର୍କସିଟ୍ଟା ଆପଣ କଲେଜରୁ ଆଣିବେ। ତାପରେ ମାର୍କସିଟ୍ଟାକୁ ଏଠି ବି ଅପଲୋଡ଼ କରିବେ। ଯଦି ଆପଣ ସେକେଣ୍ଡ ଇୟର୍ ହେଇଛନ୍ତି ଫାର୍ଷ୍ଟ ଇୟର୍ର ଦେବେ, ସରି ଯେଉଁଟା ହିଁ ଯାଇଛି ସେଇ ଗୋଟାକ ହିଁ ଦେବେ, ଯେଉଁଟା ଚାଲିଛି ଆପଣଙ୍କର। ତ ତାପରେ ଦେଖନ୍ତୁ ଆପଣଙ୍କର ଯେଉଁ ଇନକମ୍ ସାର୍ଟିଫିକେଟ୍ ନମ୍ବରଟା ଲେଖିବେ। ତାପରେ କାହା ନାଁରେ ଇନକମ୍ଟା, ସରି ଇନକମ୍ କେତେ, ତାପରେ କାହା ନାଁରେ ଏଇଟା ଇନକମ୍ଟା ହେଇଛି ସେଇଟାକୁ ଲେଖିବେ। ଯାହା ନାଁରେ ଇନକମ୍ ସାର୍ଟିଫିକେଟ୍ଟା ଥିବ, ବାପାଙ୍କ ନାଁରେ ହେଉ କିମ୍ବା ଆପଣଙ୍କ ମାଆଙ୍କ ନାଁରେ ହେଉ, ଯାହାଙ୍କ ନାଁରେ ଥିବ ତାଙ୍କ ନାଁଟାକୁ ଏଠି ଲେଖିଦେବେ। ତାପରେ ମୁଁ ବର୍ତ୍ତମାନ ଲେଖିଦେଲି। ତାପରେ ଦେଖନ୍ତୁ ଏଇଟା ଆପଣ କ'ଣ କରିବେ, ଯେଉଁ କେଉଁଠୁ ଆସିଛି ମାନେ ଆମର ରେଭିନ୍ୟୁ ଡିପାର୍ଟମେଣ୍ଟ, ତ ଏଠି ରେଭିନ୍ୟୁଟା କ୍ଲିକ୍ କରିବେ। ତାପରେ ଏଇଟା ଆପଣ କେତେ କେଉଁ ଡେଟ୍ରେ ଇସ୍ୟୁ ହେଇଛି ସେଇଟାକୁ, ସେଇ ଡେଟ୍ଟା ଆପଣ ପକାଇବେ। ତାପରେ ଏଇଟା ଦେଖନ୍ତୁ ଏଠି ବ୍ରାଉଜରରେ ଯାଇକି ତ ଆପଣଙ୍କ ସାର୍ଟିଫିକେଟ୍, ଇନକମ୍ ସାର୍ଟିଫିକେଟ୍ଟାକୁ ଅପଲୋଡ଼ କରିବେ। ମୁଁ ବର୍ତ୍ତମାନ ଅପଲୋଡ଼ କରୁଛି ସାର୍ଟିଫିକେଟ୍ଟାକୁ। ଅପଲୋଡ଼ କଲା ପରେ ଦେଖନ୍ତୁ ଏଠି ଆଉ ଗୋଟେ ଆସୁଛି କ'ଣ ନା ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍। SC ST OBC ଯାହା ବି ଆପଣଙ୍କର ହେଇଥିବ ସେଇଟା କାଷ୍ଟ ସାର୍ଟିଫିକେଟ୍ ଅପସନ୍ ଆସିଲା। କାଷ୍ଟ ସାର୍ଟିଫିକେଟ୍ର ନମ୍ବରଟା ଦେବେ। ତାପରେ ଆପଣଙ୍କର ଯାହା ଥିବ ଏଠି ସେଇଟାକୁ ଦେବେ। ତାପରେ ହେଠୁ ଦେଖନ୍ତୁ କାଷ୍ଟ ସାର୍ଟିଫିକେଟ୍ ନମ୍ବରଟା ଏଠି ଦେଲେ ଆପଣ। କାଷ୍ଟ ସାର୍ଟିଫିକେଟ୍ ନମ୍ବରଟା ବର୍ତ୍ତମାନ ମୁଁ ଲେଖିଦେଇଛି। ଟୁ ହୋମ୍ ମାନେ ନିଜ ନାଁରେ, ଯିଏ ଷ୍ଟୁଡେଣ୍ଟ ତାଙ୍କରି ନାଁରେ ହିଁ ହେଇଥିବ ତ ଏଇଟା ଷ୍ଟୁଡେଣ୍ଟଙ୍କ ନାଁ ଲେଖିଦେବେ, ନିଜ ନାଁଟା। ମୁଁ ନିଜ ନାଁଟାକୁ ଲେଖିଦେଉଛି, ଯେଉଁ ପିଲାର ବର୍ତ୍ତମାନ ଆପ୍ଲାଏ କରୁଛି ସିଏ ବି ରେଭିନ୍ୟୁ ଡିପାର୍ଟମେଣ୍ଟ। ତ ଡେଟ୍ଟା ସେମିତି ଉପରେ ଯେମିତି କରିଥିଲେ ଇଏ ସାର୍ଟିଫିକେଟ୍ ପାଇଁ, ଇନକମ୍ ସାର୍ଟିଫିକେଟ୍ ପାଇଁ, ଏଇଟା ବି ସେମିତି କରିଦେବେ କାଷ୍ଟ ସାର୍ଟିଫିକେଟ୍ଟା। ତାପରେ ଦେଖନ୍ତୁ ବ୍ରାଉଜରରେ ଯାଇକି ପୁଣି କାଷ୍ଟ ସାର୍ଟିଫିକେଟ୍ଟା ଅପଲୋଡ଼ କରିବେ। ତାପରେ ଦେଖନ୍ତୁ ଏଇଟା ତ କିଛି ଆପଣଙ୍କର ନାହିଁ, ମାନେ ଦିବ୍ୟାଙ୍ଗ ନୁହନ୍ତି, ଏଠି କିଛି ଆଉ କରିବା ଦରକାର ନାହିଁ। ତାପରେ ନେକ୍ସଟ କ୍ଲିକ୍ କରିବେ। ନେକ୍ସଟ କଲା ପରେ ଦେଖନ୍ତୁ ଆକାଉଣ୍ଟ ଇନଫର୍ମେସନ୍, ଆପଣଙ୍କ ଆକାଉଣ୍ଟ ଇନଫର୍ମେସନ୍ଟା ଆସିବ। ଆପଣଙ୍କ ନାଁଟା ଫାଷ୍ଟ ଲେଖିବେ, ତାପରେ ଆକାଉଣ୍ଟ ନମ୍ବରଟା ଲେଖିବେ। ଆକାଉଣ୍ଟ ନମ୍ବରଟା ବର୍ତ୍ତମାନ ଲେଖୁଛି। ତାପରେ ଏଠି କନଫର୍ମ ଆକାଉଣ୍ଟ ନମ୍ବରଟା ଆଉ ଥରେ ଏଣ୍ଟ୍ରି କରିଦେବେ, ଆକାଉଣ୍ଟ ନମ୍ବରଟାକୁ ଲେଖିଦେବେ। ଏଇଟା ଆପଣ ଚାହିଁଲେ ବି କୁଆଡ଼େ ନ ଯାଇକି ନିଜେ ଘରେ ବସିକି ବି ମୋବାଇଲରେ ହିଁ କରିପାରିବେ। ତାପରେ ଆକାଉଣ୍ଟ ବହିଟାକୁ ଅପଲୋଡ଼ କରିବେ ଏଠି ଫାଷ୍ଟ ପେଜ୍। ତାପରେ ନେକ୍ସଟ କ୍ଲିକ୍ କରିବେ। ଦେଖନ୍ତୁ ବ୍ୟାଙ୍କ ଇନଫର୍ମେସନ୍ ଅପଡେଟ୍ ସକ୍ସେସଫୁଲି। ତ ତାପରେ ଏମିତି ଆପଣଙ୍କୁ ଗୋଟେ ପେଜ୍ ଆସିବ, ଦେଖିଦେବେ ସବୁ ଠିକ୍ ଠାକ୍ ଅଛି କି ନାହିଁ। କେଉଁଠି କ'ଣ ଯଦି ଭୁଲ ଥିବ ତ ତାକୁ ଆଉ ଥରେ ଏଡ଼ିଟ୍ ଅପସନ୍ ଆସିବ, ଏଡ଼ିଟ୍ କରିପାରିବେ। ସବମିଟ୍ କରିବା ପୂର୍ବରୁ ଟିକେ ନାକୁ ଚେକ୍ କରିନଥିବେ, କରିନେବେ ଭଲରେ। ତାପରେ ଏଇଠି ଦେଖନ୍ତୁ, ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହୁଛି। ଏଇ ଯେଉଁ ମାନେ ଘର ଗୁଡ଼ା ଅଛି ଏଠି ସବୁ ଗୁଡ଼ାକ ଠିକ୍ କରିବେ, ଠିକ୍ ମାର୍କ କରିବେ। ତାପରେ ସବମିଟ୍। ଦେଖ ପ୍ରୋସେସ୍ ଟୁ ଆପ୍ଲାଏ ସ୍କଲାରସିପ୍ ଅବିକା ଏତିକିରେ ସରିଗଲା। କଂଗ୍ରାଚୁଲେସନ୍, ଆପଣଙ୍କ ମାନେ ଆପ୍ଲିକେସନ୍ଟି ବର୍ତ୍ତମାନ ସବମିଟ୍ ହେଇଗଲା। ସବମିଟ୍ ହେଲା ପରେ କ'ଣ କରିବେ, ଭ୍ୟୁ ଆପ୍ଲିକେସନ୍ ଦେଖିଦେଲେ ଏଇଠି ମାନେ ଆପଣଙ୍କ ଯାହା ପକାଇଛନ୍ତି ଯାହା ଯେମିତି ଭ୍ୟୁ କରିକି ଟିକେ ଦେଖିଦେବେ। ଦେଖିଲା ପରେ ଦେଖନ୍ତୁ ରାଇଟ୍ ସାଇଡ଼୍ରେ ଯେଉଁ ଆମର ଅଛି ବର୍ତ୍ତମାନ, ଦେଖ ରାଇଟ୍ ସାଇଡ଼୍ରେ ଦେଖ ହଳଦିଆ ଚିହ୍ନଟା ଅଛି, ସେଠି ଏଇଟା ପ୍ରିଣ୍ଟ ଅପସନ୍, ପ୍ରିଣ୍ଟରେ ଯାଇକି କ୍ଲିକ୍ କରିବେ। କ୍ଲିକ୍ କରିକି
ଗୋଟେ ପେପର୍ ବାହାର କରିବେ, ଯେଉଁ ପେପର୍ଟା ଏଇ ପେଜ୍ଟା ବାହାରିବ, ଏଇ ପେଜ୍ଟା ବାହାର କରିକି ଆପଣ ଆପଣଙ୍କ ନିଜ କଲେଜରେ ନେଇକି ସବମିଟ୍ କରିବେ। ତ ଏତିକି କରିବାକୁ ଆପଣଙ୍କର ପଡ଼ିବ, ଆଉ ବେଶୀ କିଛି ଏଥିରେ ମାନେ କାମ ନାହିଁ। ତ ଏଇଟା ଆପଣ ଯଦି ଚାହିଁବେ କୁଆଡ଼େ ନ ଯାଇକି ନିଜେ ବି ଘରେ ବସିକି ନିଜ ମୋବାଇଲରେ ହିଁ କରିପାରିବେ, କେଉଁଠିକି ଯିବାକୁ ପଡ଼ିବନି ଆପଣଙ୍କୁ। ଆଉ ଏମିତି ଆପଣ ନିଜେ ବସିକି ଆପଣଙ୍କର ଘରେ ବସିକି କରିପାରିବେ। ଜୟ ଜଗନ୍ନାଥ।